ବାଲେଶ୍ୱର ସହର ଉପକଣ୍ଠ ନହରପାଟଣା ନୂଆହାଟଠାରେ ବେଆଇନ ଭାବେ ଚାଲାଣ ହୋଇଥିବା ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ। ଏନେଇ ଆଜି ଅପରାହ୍ନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର ପାଢ଼ୀ ସୂଚନା ଦେଇ କହିଥିଲେ, ଗତକାଲି ବିଳମ୍ବିତ ରାତିରେ ପିକଅପ୍ ବୋଝେଇ ବେଆଇନ ବିଦେଶୀ ମଦ ଚୋରା ଚାଲାଣ ସମ୍ପର୍କରେ ଖବର ପାଇ ସହର ଉପକଣ୍ଠ ନହରପାଟଣାରୁ ଫୁଲାଡ଼ି ମଧ୍ୟରେ ନୂଆହାଟଠାରେ ଏହି ପିକଅପ୍ ଭ୍ୟାନ୍କୁ ଜବତ କରାଯାଇଥିଲା। ଏହି ପିକଅପ୍କୁ ଜିଲ୍ଲା ଅବକାରୀ ବିଭାଗ ସଦର ରେଞ୍ଜର 15 ଜଣିଆ ଟିମ୍ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ। ଏହି ମଦ ଝାରସୁଗୁଡ଼ାରୁ OD 23P 1258 ନମ୍ବର ବିଶିଷ୍ଟ ଏକ ପିକଅପ୍ ଭ୍ୟାନ୍ରେ ବୋଝେଇ ହୋଇ ବାଲେଶ୍ୱର ଅଭିମୁଖେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଗାଡ଼ିଟିକୁ ଜବତ କରିଥିଲା। ଏଥିରେ 1040 ବୋତଲ ତଥା 1080 ଲିଟର ମଦ ଜବତ ହୋଇଥିଲା। ଜବତ ମଦର ମୂଲ୍ୟ 11 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଗିରଫ 2 ଅଭିଯୁକ୍ତ ହେଲେ ଜୟରାମ ଶାହ 45 ବର୍ଷ, ସୁନୀଲ ସିଂ 44 ବର୍ଷ। ଉଭୟଙ୍କ ଘର ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳର ବୋଲି ସୂଚନା ଦିଆଯାଇଛି। ତେବେ ଏହି ମଦ ଚାଲାଣର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ। ଏ ସମ୍ପର୍କରେ ସଦର ଅବକାରୀ ବିଭାଗ ପକ୍ଷରୁ 120/24-25 ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଚଢ଼ାଉ ଡେପୁଟି ସୁପରିଟେଣ୍ଡେଣ୍ଟ CH ତ୍ରିପାଠୀଙ୍କ ନେତୃତ୍ୱରେ ସଦର ଅବକାରୀ ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ, ମୋବାଇଲ ଇନ୍ସପେକ୍ଟର ହରିହର ସିଂ, ସବ୍ ଇନ୍ସପେକ୍ଟର ପ୍ରଜ୍ଞାପ୍ରିୟା ନାୟକ, ସବ୍ ଇନ୍ସପେକ୍ଟର ଭକ୍ତଚରଣ ସ୍ୱାଇଁ, ସବ୍ ଇନ୍ସପେକ୍ଟର ଭବେଶ ଦାସଙ୍କ ସମେତ 15 ଜଣିଆ ଟିମ୍ ଚଢ଼ାଉରେ ଅଂଶଗ୍ରହଣ କରିଥିଲେ। ଡିଷ୍ଟ୍ରିକ୍ଟ ଏକ୍ସାଇଜ କମିଶନର ସାର୍ଙ୍କର ଗୋଟେ ନିର୍ଦ୍ଦେଶ ଚାଲିଛି, ଯେଉଁଟାକି ଆମର ସ୍ପେଶାଲ ଡ୍ରାଇଭ୍ ଚାଲିଛି ଗୋଟେ 28 ଡିସେମ୍ବରରୁ 11 ଜାନୁଆରୀ ପର୍ଯ୍ୟନ୍ତ। ସେହି ଉପରେ ଆମେ ବର୍ତ୍ତମାନ ସ୍ପେଶାଲି ଫୋକସ୍ କରୁଛୁ, ଯେଉଁଟାକି ନନ୍ ଡ୍ୟୁପ୍ଲିକେଟ୍, ଡୁପ୍ଲିକେଟ୍ ଏବଂ ଯେଉଁଠି ଚୋରା ଦେଶୀ ମଦର ବେଶୀ ଅଛି ତା ଉପରେ ଆମର ଗୋଟେ ସ୍ପେଶାଲ ଡ୍ରାଇଭ୍ ଚାଲିଛି। ସେହି ପରିପ୍ରେକ୍ଷୀରେ ଆମର ବିଭିନ୍ନ ଏକ୍ସାଇଜ ଷ୍ଟେସନର ସମସ୍ତ ଅଫିସରମାନଙ୍କୁ ଆମେ ନିର୍ଦ୍ଦେଶ ଦେଇଛୁ ଯେ ସେମାନେ ସେମାନଙ୍କ ଏରିଆରେ ଯେଉଁ ଜାଗାରେ ବି କିଛି ଖବର ଆସୁଛି ତାକୁ ନେଇ ସେମାନେ କେସ୍ ଇମିଡ଼ିଏଟଲି ତଦନ୍ତ କରି ତାପରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ। ସେଇ ତଦନ୍ତ ଉପରେ ଆମର କାଲି ଗୋଟେ ଇନଫର୍ମେସନ୍ ଆସିଲା, ଯାହାର ରିଲିଂ କରିଥିଲେ ଆମର ଡେପୁଟି ସୁପରିଟେଣ୍ଡେଣ୍ଟ CS ତିରୁପତି ଏବଂ ଇନ୍ସପେକ୍ଟର ସଦର ଆମର ଦୀପ୍ତିମୟୀ ସାହୁ। ତାଙ୍କ ସହ ଆମେ ଟିମ୍ କରି ପଠାଇଥିଲୁ, ଯିଏକି NH-16 ଆମର ଯେଉଁ ରହିଛି ନୂଆହାଟ ଛକ ତା ପାଖରେ ସେମାନେ ଗୋଟେ ଗାଡ଼ିରେ ପିକଅପ୍ ଗାଡ଼ି, ଯେଉଁଟାକି ଝାରସୁଗୁଡ଼ା ନମ୍ବର ଅଛି ତାର OD 23P 1258, ସେଥିରେ 1080 ଲିଟର ନନ୍ ଡ୍ୟୁପ୍ଲିକେଟ୍ ଲିକର, ଯେଉଁଟାକି ମେନଲି ଆମର ଗୋଆରେ ମେଡ୍ ଇନ୍ ଗୋଆ ଅଛି ଏବଂ ଯେଉଁଟା ଗୋଆରୁ ଆସାନସୋଲ ଦେଇକି ଆସୁଛି, ଆସି ଆମର ଝାଡ଼ଖଣ୍ଡ ବର୍ଡ଼ରରେ ରହୁଛି, ସେଠୁ ସେ ରାଉରକେଲା ଦେଇ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନମାନଙ୍କୁ ଚାଲାଣ ହେଉଛି। ସେହି ଉପରେ ବର୍ତ୍ତମାନ ଆମର ତଦନ୍ତ ଜାରି ରହିଛି। ଏଥିରେ ଆମେ 2 ଜଣ ଲୋକ, ଯିଏକି ଜୟରାମ ଶାହ ଆଉ ସୁନୀଲ ସିଂ, ଏ 2 ଜଣଙ୍କୁ ଆମେ ବର୍ତ୍ତମାନ ଗିରଫ କରିଛୁ ଏବଂ ଏହାର ମାଷ୍ଟର ମାଇଣ୍ଡ ଯିଏ ଆମେ ଖୁବ୍ ଶୀଘ୍ର ଆକୁ ଆରେଷ୍ଟ କରିବୁ ଏବଂ এই ବିଷୟରେ ଆମେ ବହୁତ କମ୍ ସମୟ ଭିତରେ ଆପଣମାନଙ୍କୁ ଆଉ କିଛି ବି ଜଣାଇବା ପାଇଁ ଚାହୁଁଛୁ। ସେ ବିଷୟରେ ବର୍ତ୍ତମାନ ତଦନ୍ତ ପରିସମାପ୍ତ ଅଛି। ଏ ବିଷୟରେ ବର୍ତ୍ତମାନ ପାଇଁ ଆମେ କିଛି ଆପଣମାନଙ୍କୁ ତଥ୍ୟ ଦେଇପାରିବୁ ନାହିଁ।